ଆପଣ ଯୋଉ ଚୁଡ଼ି ପିନ୍ଧୁଛନ୍ତି ସେଥିରେ କେତେ ହାତର ପ୍ରେମ ଓ ପରିଶ୍ରମ ଲୁଚିଥାଏ ଜାଣିଛନ୍ତି କି? ମାତ୍ର ଗୋଟିଏ ଚୁଡ଼ି ତିଆରି କରିବା ପାଇଁ କେତେ ଘଣ୍ଟା ସମୟ ଲାଗେ ଆପଣ ଜାଣିଛନ୍ତି? ନମସ୍କାର ବନ୍ଧୁଗଣ, ଆଜି ଆମେ ଦେଖିବା ହାତରେ ତିଆରି ହେଉଥିବା ସୁନ୍ଦର ଚୁଡ଼ିର ଅସଲ କାହାଣୀ, ଯାହା କେବଳ ଗହଣା ନୁହେଁ, ଏହା ଏକ ସଂସ୍କୃତି ଓ କଳାକାରର ପରିଚୟ। ହାତରେ ତିଆରି ଚୁଡ଼ିକୁ ହ୍ୟାଣ୍ଡମେଡ୍ ବ୍ୟାଙ୍ଗେଲ ବୋଲି କୁହାଯାଏ। ଏହା ମେସିନରେ ନୁହଁ, କଳାକାରଙ୍କର ନିପୁଣ ହାତରେ ତିଆରି ହୁଏ। ପ୍ରଥମେ କାଚ କିମ୍ବା ଧାତୁକୁ ଗରମ କରାଯାଏ, ତାପରେ ସେଥିରେ ଧୀରେ ଧୀରେ ରଙ୍ଗ ମିଶାଇ ତାକୁ ଗୋଲାକାର ଆକାର ଦିଆଯାଏ। ଏହାପରେ ଆରମ୍ଭ ହୁଏ ଅସଲ କଳା। ତା ଉପରେ ରଙ୍ଗ ଲଗାଇବା, ତା ଉପରେ ଡିଜାଇନ କରିବା, ମଣି ମୁକ୍ତା ସଜେଇବା, ଏସବୁ କଳାକାରଙ୍କ ହାତର ଯାଦୁ। କେତେ ଚୁଡ଼ିରେ ହାତରେ ଚିତ୍ର ମଧ୍ୟ ଅଙ୍କାଯାଏ, ଯାହା ଏକ ଛୋଟ ଚୁଡ଼ିକୁ ଏକ ଅଦ୍ଭୁତ କଳାକୃତିରେ ପରିଣତ କରେ। ଏହି କାମ କରୁଥିବା କଳାକାରମାନେ ଦିନ ରାତି ପରିଶ୍ରମ କରନ୍ତି, କିନ୍ତୁ ସେମାନେ ତାଙ୍କ ପରିଶ୍ରମର ମୂଲ୍ୟ କେବେ ପାଆନ୍ତି ନାହିଁ, ବା ସାଧାରଣ ଲୋକ ସେସବୁ ବୁଝିପାରନ୍ତି ନାହିଁ। ଗୋଟେ ହାତରେ ତିଆରି ଚୁଡ଼ି କେବଳ ଗହଣା ନୁହେଁ, ଏହା ଗୋଟେ କଳାକାରର ସ୍ୱପ୍ନ, ପରିଶ୍ରମ ଓ ଜୀବନର ଗଳ୍ପ। ଯେତେବେଳେ ଆପଣ ଏହା ପିନ୍ଧନ୍ତି, ଆପଣ ସେହି କଳାକାରକୁ ସମ୍ମାନ ଦିଅନ୍ତି, ସେ କଳାକୁ ସମ୍ମାନ ଦିଅନ୍ତି। ତେଣୁ ଆଗାମୀ ଥର ଚୁଡ଼ି କିଣିବା ପାଇଁ ଗଲାବେଳେ ହାତରେ ତିଆରି ଚୁଡ଼ିକୁ ହିଁ ବାଛନ୍ତୁ। ଆମ ଦେଶର କଳାକାରମାନଙ୍କୁ ସମର୍ଥନ କରନ୍ତୁ। ଆଉ ହଁ, ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।